କାହାଣୀ ବଡ଼ ଭକ୍ତ କିଏ? ଥରେ ପ୍ରଶ୍ନ ଉଠିଲା, ଶ୍ରୀକୃଷ୍ଣଙ୍କର ବଡ଼ ଭକ୍ତ କିଏ? ଅନେକ ଲୋକ ରାଧାରାଣୀ ବୋଲି କହିଲେ। ମାତ୍ର ଭକ୍ତ ନାରଦଙ୍କର ଏଇ କଥାଟା ମନକୁ ଗଲାନି। ସେ ଚିନ୍ତା କରି କରି ଯାଇ ଗୋପରେ ପହଞ୍ଚିଲେ। ଭଗବାନଙ୍କୁ ବା କେଉଁ କଥା ଅଛ ବା? ନଟକଟିଆ କାହ୍ନା ଲୀଳା କରିଦେଲେ। ନାରଦ ଆସି ଭଗବାନ ପାଖରେ ପହଞ୍ଚିଲା ବେଳକୁ ଭଗବାନ ମୁଣ୍ଡରେ ହାତ ଦେଇ ବସିଥିଲେ। ପ୍ରଭୁଙ୍କର ଏପରି ଅବସ୍ଥା ଦେଖି ନାରଦ କାରଣ ପଚାରିଲେ। ଭଗବାନ କହିଲେ, ମୋର ଅସହ୍ୟ ମୁଣ୍ଡ ବ୍ୟଥା ହେଉଛି। ନାରଦ ପଚାରିଲେ, ତେବେ ଏହାର ଉପଚାର କିପରି ହେବ କୁହନ୍ତୁ? ଭଗବାନ ଉତ୍ତର ଦେଲେ, ଯଦି କେହି ଭକ୍ତ ନିଜର ଚରଣ ଧୁଆ ପାଣି ମୋତେ ପିଆଇଦେବ, ତେବେ ମୁଁ ଏହି ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଯିବି। ଏହି କଥା ଶୁଣି ନାରଦ ମନେ ମନେ କହିଲେ, ଏହା କିପରି କଥା? ଭଗବାନଙ୍କୁ ପୁଣି ଚରଣ ଧୁଆ ପାଣି ଦିଆଯିବ? ମୁଁ ତ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଭକ୍ତ, ମାତ୍ର ଚରଣ ଧୁଆ ପାଣି ଭଗବାନଙ୍କୁ ମୁଁ କିପରି ଦେବି? ମୋତେ ପାପ ଲାଗିବ। ତାଙ୍କର ରାଧାରାଣୀଙ୍କ କଥା ମନେ ପଡ଼ିଗଲା। ସେ ବି ତ ଶ୍ରେଷ୍ଠ ଭକ୍ତ ବୋଲଉଛନ୍ତି, ତାହେଲେ ତାଙ୍କୁ ଏହି କଥା କହିକି ଦେଖେ। ଏହିପରି ଭାବି ଭାବି ନାରଦ ରାଧାରାଣୀଙ୍କ ପାଖରେ ପହଞ୍ଚିଗଲେ ଏବଂ ସମସ୍ତ କଥା କହିଲେ। ରାଧାରାଣୀ ଶୁଣିବା ମାତ୍ରେ ତିଳେ ମାତ୍ର ସମୟ ନଷ୍ଟ ନ କରି ନିଜର ଚରଣ ଧୁଆ ପାଣି ଗିନାରେ ଭରି ନାରଦଙ୍କୁ ଦେଇକି କହିଲେ, ଯାଆନ୍ତୁ, ଏହି ପାଣି ଯେତେ ଶୀଘ୍ର ମୋ କାହ୍ନାଙ୍କୁ ଦେଇ ଆସନ୍ତୁ। ସେ ଶୀଘ୍ର ପୀଡ଼ାମୁକ୍ତ ହୁଅନ୍ତୁ। ଏଇଥିରୁ ନାରଦ ମୁନି ଜାଣିଗଲେ ଯେ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ କେତେ ଶ୍ରଦ୍ଧା, କେତେ ପ୍ରେମ କରୁଛନ୍ତି। ରାଧାରାଣୀ ଯେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ, ଏ କଥା ବୁଝିବାରେ ଆଉ ସମୟ ଲାଗିଲା ନାହିଁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।